କୃଷ୍ଣଚୂଡ଼ା ଗଳ୍ପର ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ଅତି ଆଧୁନିକ ଓଡ଼ିଆ ଗଳ୍ପର ଜନ୍ମଦାତା ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ 1920 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମୃତ୍ୟୁ 1990 ମସିହା ଡିସେମ୍ବର ମାସରେ ହୋଇଥିଲା। ରେଭେନ୍ସା କଲେଜରୁ BA ପାସ୍ କଲା ପରେ ସେ ସାମ୍ବାଦିକତା ଓ ରାଜନୀତିରେ ପଶି ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏକଦା ପାର୍ଲାମେଣ୍ଟ ସଦସ୍ୟ ମଧ୍ୟ ଥିଲେ। ନାଟକ ଲେଖାରୁ ନିଜର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା। ସେ ବିଶେଷ କରି ଗଳ୍ପ, ଉପନ୍ୟାସ ଓ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ସୁପରିଚିତ। ଅନେକ ପୁସ୍ତକର ସେ ରଚୟିତା। ତାଙ୍କର ଗଳ୍ପ ବହିଗୁଡ଼ିକର ନାମ ହେଲା ସବୁଜ ପତ୍ର ଓ ଧୂସର ଗୋଲାପ, କୃଷ୍ଣଚୂଡ଼ା, କବି ଓ ନର୍ତ୍ତକୀ, ମହାନିର୍ବାଣ ଓ କାଲକାଟା, ଦୁଇ ସୀମାନ୍ତ, ମାଂସର କୋଣାର୍କ, ଶେଷ କବିତା। ଉପନ୍ୟାସ ବହିମାନ ହେଲେ ବଧୂ ଓ ପ୍ରିୟା, କଲେଜ ବୟ, ନୀଳ ଶୈଳ, ନୀଳାଦ୍ରି ବିଜୟ, କୃଷ୍ଣାବେଣୀରେ ସନ୍ଧ୍ୟା, ଅଜୀବକର ଅଟ୍ଟହାସ୍ୟ, କୁଳବୃଦ୍ଧ, ଶତାବ୍ଦୀର ସୂର୍ଯ୍ୟ, ଅଚଳାୟତନ, କାଳାନ୍ତର, ନେତି ନେତି, ହଂସଗୀତି। ସମୀକ୍ଷା ଗ୍ରନ୍ଥ ହେଲେ ଓଡ଼ିଆ ସାହିତ୍ୟର ଆଦିପର୍ବ, ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର ମଧ୍ୟପର୍ବ, ଓଡ଼ିଆ ସାହିତ୍ୟର କ୍ରମବିକାଶ, ଫକୀରମୋହନ ସମୀକ୍ଷା, ପ୍ରବନ୍ଧ ଗୁଚ୍ଛ, ଉତ୍କଳ ଯୁଗେ ଯୁଗେ, ସୁରେନ୍ଦ୍ର ବିଚିତ୍ରା, ଭ୍ରମଣ କାହାଣୀ, ପେକିଂ ଡାଏରୀ, ଜୀବନ ସ୍ମୃତି, ପଥ ଓ ପୃଥିବୀ। ପ୍ରତୀକ ଶବ୍ଦର ଅର୍ଥ ହେଉଛି ଚିହ୍ନ ବା ସଙ୍କେତ। ଏହା ଦୁଇ ପ୍ରକାର। ପ୍ରଥମଟି ସାଧାରଣ ପ୍ରତୀକ, ଯଥା କ୍ରସ୍ ଚିହ୍ନ, ଦା ହାତୁଡ଼ି ଚିହ୍ନ, ଲାଲ ବତୀ, ସବୁଜ ବତୀ, ଓଁକାର ଚିହ୍ନ ଏସବୁ ସାଧାରଣ ପ୍ରତୀକ। ସାଧାରଣ ପ୍ରତୀକକୁ ସମସ୍ତେ ସମାନ ଅର୍ଥରେ ବୁଝିପାରନ୍ତି। ଦ୍ୱିତୀୟଟି କାବ୍ୟିକ ପ୍ରତୀକ। ଏଗୁଡ଼ିକର ସବୁବେଳେ ସମାନ ଅର୍ଥ ନଥାଏ। ଏଗୁଡ଼ିକୁ କିଛି ଲୋକ ବୁଝନ୍ତି। କାବ୍ୟିକ ପ୍ରତୀକ ଏକ ଆଳଙ୍କାରିକ ଉପସ୍ଥାପନା ପଦ୍ଧତି, କବି କର୍ମ କୌଶଳ। କୃଷ୍ଣଚୂଡ଼ା ପ୍ରତୀକଟି ଏହି ଶ୍ରେଣୀର। ଏହା ଏକ ଲାଲି ରଙ୍ଗର ଫୁଲ। ଏହି ଲାଲି ରଙ୍ଗର ଫୁଲକୁ ଗଳ୍ପନାୟକର ଅତୀତ ଜୀବନର ସୁଖ ଓ ପ୍ରେମଭୋଗମୟତାର ପ୍ରତୀକ ଭାବରେ ଗାଳ୍ପିକ ନେଇଛନ୍ତି। ଗଳ୍ପଟି ଏଥିପାଇଁ ରୋମାଣ୍ଟିକ। କଳ୍ପନାବିଳାସକୁ, ପ୍ରେମ ଓ ଆବେଗକୁ ରୋମାଣ୍ଟିକ ଚେତନାରେ ଅନ୍ତର୍ଗତ କରାଯାଇଅଛି। କାରଣ ଏହି ଭାବ ସବୁର ସର୍ବବିଦ୍ୟମାନତା ନଥାଏ। ଫରାସୀ ରୋମାନ୍ସ ଶବ୍ଦରୁ ରୋମାଣ୍ଟିକ ଓ ରୋମାନ୍ସ ଶବ୍ଦ ସୃଷ୍ଟି ହୋଇଅଛି, ଯାହାକି କବିର ପ୍ରେମ, ଆବେଗ, ସ୍ମୃତି ଇତ୍ୟାଦିର ସ୍ୱରୂପ ଦେଖାଇବା ଅର୍ଥରେ ନିଆଯାଇଥାଏ। ପୁଣି ପ୍ରକୃତି ଜୀବନର ଚିତ୍ରଣର ମଧ୍ୟ ଉପାଦାନ ହୋଇଥାଏ। କର୍ମ ଓ ଭାବନା ଦୁଇଟି ଅଲଗା ଜୀବନିକ ସତ୍ତା। କର୍ମରେ ଶରୀରର ଆବଶ୍ୟକତା, ବ୍ୟସ୍ତତା ରହେ। ଭାବନାରେ ଶରୀର ସ୍ୱସ୍ତିରେ ଥାଏ, କିନ୍ତୁ ମୁଣ୍ଡର ମସ୍ତିଷ୍କ ବ୍ୟସ୍ତ ରହେ। ଭାବନାରେ ଅତୀତ ବର୍ତ୍ତମାନ ହୋଇଉଠେ, କିନ୍ତୁ କର୍ତ୍ତବ୍ୟରେ ଅତୀତ ଦୂରେଇ ରହେ। କର୍ତ୍ତବ୍ୟ ବ୍ୟସ୍ତତାର ସୂଚନା ଦିଏ। ସଂଗ୍ରାମ ଖବରକାଗଜ ଅଫିସର ସମ୍ପାଦକ ସଦାନନ୍ଦ ସମ୍ପାଦନା କର୍ମ କରି କରି ବ୍ୟସ୍ତ ଓ କ୍ଳାନ୍ତ। ସେ ଚାହିଁଛନ୍ତି ଏଥିରୁ ମୁକ୍ତି, କିନ୍ତୁ କର୍ମୀ ଜୀବନରେ ମୁକ୍ତି ନାହିଁ। ଯଥାର୍ଥରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଭାଷାରେ କର୍ମ କର ଭାଇ, କର୍ମଠାରୁ ପୁଣ୍ୟ ଆଉ ନାହିଁ। ସାଧୁ କର୍ମ ଲବ୍ଧ ଧନେ, ଆନନ୍ଦେ ଯାପ ଜୀବନେ। ଗୋପବନ୍ଧୁଙ୍କ ଭାଷାରେ କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ। ତେଣୁ ସଦାନନ୍ଦଙ୍କ ଜୀବନରେ ବିଶ୍ରାମ ନାହିଁ। ନେହରୁଙ୍କ ଭଳି ସେ ଆରାମକୁ ହରାମ ବା ତ୍ୟାଗ କରି ଦେଇଛନ୍ତି। ସେ ବିପତ୍ନିକ। ତାଙ୍କର ସ୍ତ୍ରୀ ମରିଯାଇଛନ୍ତି। ଦିନେ ସଂଗ୍ରାମ ଖବରକାଗଜ ଅଫିସରେ ବସି 16 କଲମ ବାକି ଥିବା ସମ୍ବାଦପତ୍ରର ପ୍ରୁଫ୍ ଦେଖୁଥିବା ବେଳେ ଅଫିସର ଖୋଲା ଝରକା କଡ଼ରେ ରହିଥିବା କୃଷ୍ଣଚୂଡ଼ା ଗଛରେ ଫୁଟିଥିବା କୃଷ୍ଣଚୂଡ଼ା ଫୁଲର ସ୍ତବକକୁ ଦେଖିବା ମାତ୍ରେ ତାଙ୍କ ମନ ଭିତରେ ଆନ୍ଦୋଳନ ସୃଷ୍ଟି ହୋଇଛି। ସେ କାମ ବନ୍ଦ କରି ଭାବିବାରେ ନିମଗ୍ନ ହୋଇଛନ୍ତି। ଅତୀତ ଜୀବନର ସ୍ମୃତି ସବୁକୁ ମନେ ପକାଇଛନ୍ତି। ଅଫିସରୁ ବାହାରକୁ ଚାଲି ଆସିଛନ୍ତି। ମେଘୁଆ ଜଳଦ ଗମ୍ଭୀର ଆକାଶକୁ ଚାହିଁ ମୃତ ସ୍ତ୍ରୀଙ୍କୁ ତାଙ୍କର ମନେ ପକାଇଛନ୍ତି। ଏଇମିତି ଦିନେ ଅତୀତରେ କୌଣସି ଏକ ମେଘବର୍ଣ୍ଣ ମଧ୍ୟାହ୍ନରେ କୃଷ୍ଣଚୂଡ଼ା ଫୁଲ ଗଛକୁ ନିଜ ସ୍ତ୍ରୀଙ୍କର ଗଭାରେ ଯୋଡ଼ାରେ ଖୋସି ଦେଇଥିଲେ। ସତେ ଯେମିତି ସେ ଚାଲିଯାଇଥିଲେ ଦ୍ୱାପର ଯୁଗର ରାଧାକୃଷ୍ଣଙ୍କର ସମୟର ପ୍ରେମ ବଳୟ ଭିତରକୁ। ନିଜେ ହୋଇଥିଲେ କୃଷ୍ଣ
କୃଷ୍ଣ ନିଜର ନବବଧୂ ତମସାଙ୍କୁ ଦେଖିଥିଲେ ରାଧା ରୂପରେ। ନବବିବାହର ସେହି ପ୍ରେମ ଆବେଗିତ ରୂପ ତାଙ୍କର ଆଜି ଆଉ ନାହିଁ। ତାହା ହୋଇଛି ହାତଛଡ଼ା। ସେ ବର୍ତ୍ତମାନ ନିଃସଙ୍ଗ, ଏକୁଟିଆ, କର୍ମ ବ୍ୟସ୍ତତାର ଚାପରେ ବିରକ୍ତ। ଏହିଭଳି ବସି ଭାବୁଥିବା ବେଳେ ଅଫିସର ଚପରାସୀ ପିଅନ ତାଙ୍କୁ କର୍ମ ସଚେତନ କରାଇ ଦେଇଛି। କିନ୍ତୁ କାମ କରିବାକୁ ସଦାନନ୍ଦଙ୍କର ଇଚ୍ଛା ନାହିଁ। ତଥାପି ସେ ଯେକୌଣସି ଉପାୟରେ କାମ କରିଛନ୍ତି। ରାତି ହୋଇଛି। ଅଫିସ ବନ୍ଦ କରି ନିଜର ବସାକୁ ଫେରିଯାଇଛନ୍ତି। ମନରୁ କୃଷ୍ଣଚୂଡ଼ାର ସ୍ମୃତି କିନ୍ତୁ ତାଙ୍କର ଫେରିନାହିଁ। ସବାର ଅଛି ସେ କୃଷ୍ଣଚୂଡ଼ା ମାନେ ଦାମ୍ପତ୍ୟ ଜୀବନର ମାଧୁର୍ଯ୍ୟକୁ ଫୁଲର ଲାଲି ଫୁଲର ତର୍କଣା ଦିଆଯାଇଛି। କଥା ଭାବି ଭାବି ବାହ୍ୟ ପ୍ରକୃତିର ମେଘୁଆ ପରିବେଶ ଏବଂ ନିଜ ମନ ଭିତରର ଦୁଃଖର ମେଘୁଆ ଆର୍ଦ୍ର ଅବସ୍ଥିତିକୁ ନେଇ ଅନ୍ୟମନସ୍କ ହୋଇ କୃଷ୍ଣଚୂଡ଼ା ଗଛ ତଳେ ଠିଆ ହୋଇ ଲୁଙ୍ଗିର କଛା ମାରି ରାତିରେ ଫୁଲ ତୋଳିବାକୁ ଗଛ ଉପରେ ଚଢ଼ିଥିବା ବେଳେ ରାତି ଡ୍ୟୁଟିରେ ଥିବା ଚୌକିଦାରର କୌନ୍ ହୈ ଶବ୍ଦରେ ତାଙ୍କର ପାଗଳାମୀ, ଆବେଗମୟତା, ସ୍ୱପ୍ନତନ୍ଦ୍ରାଳସତା, କଳ୍ପ ଦୁନିଆରୁ ବାସ୍ତବ ଦୁନିଆକୁ ଫେରିବା ସମ୍ଭବୀ ଅଛି। ସେ ଯେଉଁ ବାସ୍ତବ ଦୁନିଆଠାରୁ ଅଲଗା ହୋଇଯାଇଥିଲେ, ସେହି ଭାବ ଦୂରେଇ ଯାଇଛି। ଅନ୍ୟମନସ୍କତାରୁ ଆତ୍ମମନସ୍କ ହୋଇ ସେ ଲଜ୍ଜିତ ଅବସାଦରେ ଘରକୁ ଫେରିଆସିଛନ୍ତି ଏବଂ ମନେ କରିଛନ୍ତି ସୁଖର ଭାବନାର ସଦାନନ୍ଦ ମରିଯାଇଛି। କେବଳ ଦୁଃଖର, ସନ୍ତାପର, କାମ କରିବାର ସଦାନନ୍ଦ ଯାହା ବଞ୍ଚିଛି। କୃଷ୍ଣଚୂଡ଼ା ଗଳ୍ପଟି ପାଠକକୁ ବର୍ତ୍ତମାନ ସର୍ବସ୍ୱ ହେବାକୁ, କର୍ମୀ ସାଜିବାକୁ, ଅତୀତକୁ ଭୁଲିଯିବାକୁ ଶିକ୍ଷା ଦିଏ। କୃଷ୍ଣଚୂଡ଼ାର ପ୍ରତୀକ ଗଳ୍ପ ନାୟକର ଦୁଃଖଦ ଅଶ୍ରୁଳ ଅତୀତର ମଧୁମୟ ଜୀବନର ସ୍ମୃତି ରୋମନ୍ଥନର ସ୍ମାରକୀ ବହନ କରିଅଛି। କୃଷ୍ଣଚୂଡ଼ା ଫୁଲ ହିଁ ଗଳ୍ପ କଥା ବିବୃତିର କାରଣ ବନିଛି। ଏହା ଏକ ମନୋବିଶ୍ଳେଷଣାତ୍ମକ ପ୍ରତୀକ ଗଳ୍ପ।